ଆପଣଙ୍କ ଲେଖା ଆପଣଙ୍କ ବାଣୀ ଇଏ ମୂଢ଼ ଅଧମ କହିବା ପାଇଁ ଯାଉଛି ଏବଂ ଆପଣଙ୍କ ଚକଡ଼ା ମଡ଼ାଣ୍ଡୁ କହୁଛି ପ୍ରଭୁ କିଛି ଭୁଲ ଥିଲେ ଆପଣ ହିଁ କ୍ଷମା କରିବେ। ଆପଣଙ୍କ ମଣିବେଦୀ ସ୍ଥାନ ଉତ୍ତରାଙ୍ଗୀ ଚିତ୍ରକଳା ବଟପୌଟବାସୀ ଜଗତଗୁରୁ ଶ୍ରୀ ଅଚ୍ୟୁତାନନ୍ଦ ଗୋସ୍ୱାମୀଙ୍କ ପାଦ ତଳେ କୋଠ ଦଳର ଲୀଳା ନାୟକ ଛଦ୍ମବେଶଧାରୀ ଶ୍ରୀ ଧ୍ରୁବ ଦାସର ପ୍ରଣାମ। ପ୍ରଭୁ ଏଇଥିରେ କହିଛନ୍ତି 16 ମଣ୍ଡଳର ଚେତାବନୀ ଏହି ଚକଡ଼ା ମଡ଼ାଣ ଜାଣ, ଦିନ ଦକ୍ଷିଣାରେ ଏ ଗ୍ରନ୍ଥ ଖୋଲିବୁ, ଦାନ ଦକ୍ଷିଣାରେ ଏ ଗ୍ରନ୍ଥ ଖୋଲିବୁ, ତୋତେ ମୋ ଶପଥ ରାଣ। ମୂରୁଖ ଆଗରେ ନକର ପ୍ରକାଶ, ଶୁଣ ରାମଚନ୍ଦ୍ର ତୁହି, ଘୋର କଳିକାଳ ପାପୀ ଯେ ପ୍ରବଳ, ଚେତାଟି ରହିବ ନାହିଁ। ପ୍ରକାଶ ଯଜ୍ଞ ଯେ ହେବ ନେମାଳର, ବର ଡାଳ ଶିରେ ଜାଣ, ଫତେ ମୁଖାଠାରେ ଚହଳ ପଡ଼ିବ, କାଳିଆ ଘାଇରେ ହାଣ। ଶ୍ମଶାନ ମଧ୍ୟରେ ଦୀପ ଯେ ଜଳଇ, ରାତ୍ରେ ହୁଳା ଜାଳେ ଚଣ୍ଡୀ, ବରାଗୋଳ ଗ୍ରାମଠାରେ ଗୁପତ ମାରୁଣୀ, ତିନୋଟି ଭକତ ଅଛନ୍ତି, କରୁଣୀ ସୁଦାମ ବ୍ରହ୍ମାନନ୍ଦ ନାମ, ମଳିକ ଯେ ଶୂଦ୍ର ଦୁଇ, ଆଳି ଓଳାଭର ସୁଦାମ ତନ୍ତୀ ଯେ ବିଶ୍ୱାସୀ ଭକତ ହୋଇ। ତେନ୍ତଳ ଗ୍ରାମରେ ନାରଣ ରହିଛି, ଜାତିରେ ପାଟରା ଜାଣ, ଏକ ଗୋଟି ସୂତା ଅଟଇ ତାହାର, ଚଣ୍ଡୀ କାମ ଶକ୍ତିପୂର୍ଣ୍ଣ। ଲୟ ରଖିଥିବୁ ବାବୁ ରାମଦାସ, ଶଙ୍ଖ କୁଦ ତ୍ରିମୁହାଣୀ, ପୂର୍ଣ୍ଣଚନ୍ଦ୍ର ଭକ୍ତ କରଣ କୂଳରେ, ଏ କଥାକୁ ଥାଅ ଜାଣି। ଘୋର ଉତ୍ପାତ ମହି ଛିନ୍ନ ଛତ୍ର, ଦିବସେ ଗଗନେ ତାରା, ନେମାଳ ବଟରେ ରାହାସ ହୋଇବ, କାଳିଆ ବୋଦାରେ ଧରା। ଏକ ଦୁଇ ଧର ତିନି ଯୋଗ କର, ନାମରେ ଗୁଣିବୁ ତୁହି, ନାରିକେଳ ଚକ୍ଷୁ ତହିଁ ଯୋଗ କଲେ, ଜାଣିବୁ ଜ୍ଞାନର ଭୂଇଁ। ଠାର ଗାର ଏହି ମୋ ଶ୍ରୀମୁଖ ବାଣୀ, କେବେ ଅନ୍ୟଥା ନୋହିବ, ନିମାପଡ଼ାଠାରୁ ଗୋପ ପର୍ଯ୍ୟନ୍ତେ ରକତ ଧାର ବହିବ। ସଂକେତ ପାଟଣା ତିନି ଭକ୍ତ ମେଳ, ଆକୁଳି ମଧୁସୂଦନ, ଏ ଭକ୍ତ ଅଛି ଗୋପାଳ କୂଳରେ, ନାମ ତାର ଆଦି ମୂଳ। ସୌରାଷ୍ଟ୍ର ମଧ୍ୟରୁ ଖଣ୍ଡା ଯେ ଉଠିବ, ଘଟ ଗାଁକୁ ତୁ ଅନା, ତାରିଣୀ ମାତା ଯେ ସେଠାରେ ଅଛନ୍ତି, ଉଡ଼ଇ ଅନନ୍ତ ବାନା। ଗନ୍ଧମାର୍ଦ୍ଧନ ଯେ ପାହାଡ଼ ରହିଛି, ପଶ୍ଚିମ ଦିଗ ପ୍ରମାଣ, ହନୁମନ୍ତ ବାବା ଛଦ୍ମବେଶ ସେହି ଭଗ୍ନ ଅଟଇ ପ୍ରମାଣ। ଗୋଳ ଯେ ଚହଳ ବେଳ ଯେ ଆଖର, ଗୁରୁ ବାନା ହୃଦେ ଧର, ଚକଡ଼ା ମଡ଼ାଣ ଭକତ ହିତରେ, କହେ ଅଚ୍ୟୁତି ପାମର। ପ୍ରଭୁ ମହାପୁରୁଷଙ୍କର ବାଣୀ ଆଉ ସବୁବେଳେ ସତ୍ୟ ହେଇଛି, ଆଗାମୀ ସତ୍ୟ ହେବାକୁ ଯାଉଛି। କେବେ ଅଚ୍ୟୁତର ବାଣୀ ଟଳିବ ନାହିଁ। ପୂର୍ବ ଭାନୁ ପଛେ ପଶ୍ଚିମ ଉଇଁବ, ଅଚ୍ୟୁତର ବାଣୀ ଅଟଳ ଭଗ୍ନ ନ ହୋଇବ। ଇଏ କଥା ଏକଦମ ସତ୍ୟ। ଆକୁ ଆପଣ ବୈଜ୍ଞାନିକ ଦୃଷ୍ଟିକୋଣରୁ, ତାତ୍ତ୍ୱିକ ଦୃଷ୍ଟିକୋଣରୁ ଆପଣ ଦେଖନ୍ତୁ, ମାଳିକା ଦୃଷ୍ଟିକୋଣରୁ ସବୁ ହିଁ ସତ୍ୟ। ଆଉ ସତ୍ୟ ହେବା ପାଇଁ ଯାଉଛି। ସତ୍ୟ ବର୍ତ୍ତମାନ ଅନନ୍ତ ଆଉ କଳି, ଇଏ ଯୁଗ ଚାଲିଛି ଏବଂ ଇଏ ମଧ୍ୟ ନିକଟରେ ସରିଯିବ ଏବଂ ସମ୍ପୂର୍ଣ୍ଣ ସତ୍ୟ ଯୁଗ ଆସିବ। ଆଉ ସମ୍ପୂର୍ଣ୍ଣ ସତ୍ୟ ଯୁଗ ଯେତିକି ମୁଁ ଅନୁଭବ କରୁଛି,
25 ରୁ 32 ଏଥିରେ ପ୍ରଭୁ ନିଶ୍ଚିତ ପ୍ରକଟ ହେବେ। ଆଉ କଳ୍କି ରାମଙ୍କର ପ୍ରକଟ ହେବେ, ଲୀଳା କରିବେ, ଆଉ ଭକ୍ତମାନଙ୍କୁ ଧରିକି ଲୀଳା କରିବେ। ଯେଉଁ ସବୁ ଜିନିଷ ମହାପୁରୁଷ ଲେଖିଛନ୍ତି ସିଏ ଏକଦମ ସତ୍ୟ ହେବ। କିନ୍ତୁ 25 ରୁ 32 ସେଥିରୁ ଟଳିବ ନାହିଁ। ମୋର ହୃଦବୋଧ, ମୁଁ ଜଣେ ଦାସ ହିସାବରେ ଯେତିକି ଅନୁଭବ କରୁଛି, ଏଇ ମସିହାରୁ ଏହି ମସିହା ନିଶ୍ଚିତ ଭାବରେ ପ୍ରଭୁଙ୍କ ଲୀଳା ପ୍ରକାଶ ହେବ। ଏବଂ ପ୍ରଭୁ ଯେଉଁଠି ପ୍ରକାଶ ହୁଅନ୍ତୁ ନା କାହିଁକି, ଲୀଳା ଯେଉଁ ଜାଗାରେ କରିବା କଥା ସିଏ କରିବେ। ପ୍ରଥମେ କେଉଁଠି କରିବେ, ଦ୍ୱିତୀୟରେ କେଉଁଠି କରିବେ, ମହାପୁରୁଷ ତ ଲେଖିଦେଇଛନ୍ତି। ଆଚ୍ଛା, ଗୋଟେ କଥା ଏଠି ବର୍ତ୍ତମାନ ଯଦି ଆପଣଙ୍କୁ ପଚରାଯାଏ ଯେ ଆପଣ ପ୍ରଭୁଙ୍କୁ ଅନୁଭବ କଲେଣି? ଆଜ୍ଞା, ମୁଁ ପ୍ରଭୁଙ୍କୁ ଅନୁଭବ କରୁନଥିଲେ ମୁଁ ପ୍ରଭୁଙ୍କ କଥା କହିପାରନ୍ତି ନାହିଁ। ଆଚ୍ଛା, କେଉଁଠି ସେମାନେ ଆସିବେ ଆଉ କେଉଁଠି ଅଛନ୍ତି ଏ ବାବଦରେ କିଛି ଜାଣିଛନ୍ତି କି, କହିପାରିବେ? ଯେତିକି ମୋର ଧାରଣା, ଆପଣଙ୍କର ବଡ଼ ବଡ଼ ଗ୍ରନ୍ଥ ବହୁତ, ତ 1,85,000 ଗ୍ରନ୍ଥ ଏବଂ ତା ମଧ୍ୟରୁ 318 ଖଣ୍ଡ ମାଳିକା। ଆଉ ମୋ ଗଣ୍ଠି ଧନ ମେଲା ହେବ, ପ୍ରଭୁ କହିଦେଇଛନ୍ତି ଲାଷ୍ଟକୁ। ଏବଂ ସେଇଟା ମଧ୍ୟ କେହି ଯିଏ ବି ସଂଗ୍ରହ କରିଛି 318 ଖଣ୍ଡ, ତା ଦେହରେ ଏ ପ୍ରକାର ଗୁପ୍ତ ଖଣ୍ଡ ଗୋଟିଏ ଅଛି ଯେଉଁଟାକି ପ୍ରଭୁ ଆସିବା ପୂର୍ବରୁ ମେଲା ହେଇଯିବ। ଆମେ ସେ ବିଷୟରେ କିଛି କହିପାରିବା ନାହିଁ। କିନ୍ତୁ ବିଭିନ୍ନ ମହାପୁରୁଷ ତ ଲେଖିଛନ୍ତି ସମ୍ବଳ ଗ୍ରାମରେ ପ୍ରଭୁ ଜନ୍ମ ହେବେ। ସେ ସମ୍ବଳ କେଉଁଠି ତା ଠା ଠିକଣା କେହି ପାଇପାରୁନାହାନ୍ତି। ଯେଉଁମାନେ ବି ପାଉଛନ୍ତି ମୁଁ ଜାଣିବି ସିଏ ଠିକ୍ ନୁହଁ। କାହିଁକିନା ଦୁଇଟା ଜିନିଷକୁ ଲକ୍ଷ୍ୟ କରିବେ, ବ୍ରହ୍ମାଣ୍ଡ ଆଉ ପିଣ୍ଡ। ତେଣୁ ପିଣ୍ଡରେ ସମ୍ବଳ କିଏ? ଆପଣମାନେ ଦେଖନ୍ତୁ ପିଣ୍ଡରେ ସମ୍ବଳ କିଏ, ଆଉ ପିଣ୍ଡର ସମ୍ବଳକୁ ଧରିକି ବ୍ରହ୍ମାଣ୍ଡରେ ଖୋଜିଲେ ଆପଣ ପାଇବେ। କିନ୍ତୁ ମହାପୁରୁଷଙ୍କ ଲେଖାରେ ମୁଁ ଏତିକି କହିଦେଇପାରୁଛି, କହିଦେବା ପାଇଁ ଚାହେଁ ଯେ ପ୍ରଭୁ ଚିତ୍ରତ୍ପଳା କୂଳରେ ଜନ୍ମ ହେବେ ଏବଂ ଲୀଳା ମଧ୍ୟ କରିବେ। ସେଇଟାକୁ ସେ ଗୋଟେ ଚଟି ବହିର ମୁଁ ପଢ଼ିଥିଲି। ଚିତ୍ରତ୍ପଳା କୂଳେ ମୁହିଁ ଉଦ୍ଭବ ହୋଇବି, ଚତୁର୍ଦ୍ଦଶ ବ୍ରହ୍ମାଣ୍ଡକୁ କୀର୍ତ୍ତି ରଖିଯିବି। ମୁଁ ସେ ପଦିଆ କହିଦେଉଛି। ତେଣୁ ପ୍ରଭୁ ଆରି ଭିତରେ ସମ୍ବଳ ଖୋଜନ୍ତୁ। ଆଉ ତ ବହୁ ମାଳିକା ବି ଏବଂ ବହୁ ଜାଗା କହୁଛନ୍ତି, ତାକୁ କିଞ୍ଚିତ ମାତ୍ରାରେ ମୁଁ ବି ଶୁଣେ କିଛି ସମୟ। କିନ୍ତୁ ମୋର ଅନୁଭବର ପାଠ ମୁଁ କହୁଛି, ପ୍ରଭୁ ଯେଉଁ ଅଚ୍ୟୁତ ମଣ୍ଡଳ କଥା କହିଛନ୍ତି 16 ମଣ୍ଡଳରୁ, ସେ ଅଚ୍ୟୁତ ମଣ୍ଡଳ ଭିତରେ ପ୍ରଭୁ ଥିବେ। ପ୍ରଭୁ ସ୍ୱୟଂ କଳ୍କି ରାମ ଏଇଠି ଥିବେ ଏବଂ ସିଏ ଜନ୍ମ ନେଇଥିବେ। ଏ ମାନବ ଦେହରେ ସମସ୍ତେ ଆସିଛେ, ଜନ୍ମ ନେଇଥିବେ, କିନ୍ତୁ ସିଏ ମଧ୍ୟ ତାଙ୍କ ପରିଚୟ ବି ଜାଣିନଥିବେ। ଯେଉଁ ଭକ୍ତମାନେ ବି ଜନ୍ମ ନେଇଛନ୍ତି, ଯାହାକୁ ମାଳିକାରେ ପ୍ରଭୁ ପ୍ରକାଶ କରିଛନ୍ତି, ସିଏ ବି ଜାଣନ୍ତି ନାହିଁ ମୁଁ ଜଣେ ଭକ୍ତ। ତେଣୁ କେହି କାହାକୁ ଜାଣିବା ଅବସ୍ଥା ବର୍ତ୍ତମାନ ନାହିଁ। ସମୟ ଆସିଲେ ସବୁ ପ୍ରକଟ ହେବ। କିନ୍ତୁ ମୋର ଦୃଢ଼ ବିଶ୍ୱାସ, ଏହି 16 ମଣ୍ଡଳରୁ ଅଚ୍ୟୁତ ମଣ୍ଡଳରେ ପ୍ରଭୁ କଳ୍କି ରାମ ଜନ୍ମ ହେଇଛନ୍ତି। ତେଣୁ ଆରି ଭିତରେ ସମ୍ବଳ ଖୋଜନ୍ତୁ। ସମ୍ବଳ ତ ବିଭିନ୍ନ ଜାଗାରେ ଅଛି ବୋଲି ଆମେ ଶୁଣୁଛେ। ଗୋଟାଏ ସମ୍ବଳ ମଧ୍ୟ ଉତ୍ତରପ୍ରଦେଶରେ ଅଛି, ବାହାରିଲାଣି। କିନ୍ତୁ ମହାପୁରୁଷ ସେଇ ସମ୍ବଳ ନଗର ବା କିଙ୍କଟ ନଗର ତ କାହିଁ ଲେଖିଲେ? ତେଣୁ ନିଶ୍ଚିତ ଭାବରେ ପ୍ରଭୁ ଆରି ଭିତରେ ଅଛନ୍ତି, ଆମ ନିକଟରେ ଅଛନ୍ତି, ଆମେ କେହି ଜାଣିପାରୁନି। ସମସ୍ତେ ତ ମାନବ ଦେହରେ ଅଛେ। ତେଣୁ ସେଇ ସମୟ ଆସିଲେ ଭକ୍ତ ଭଗବାନଙ୍କର ମିଳନ ଯେତେବେଳେ ହେବ, ଆଉ ଦ୍ୱାଦଶ ଗୋପାଳ ବେଢ଼ିକି ଥିବେ ପ୍ରଭୁଙ୍କୁ, ସେଇ ଦ୍ୱାଦଶ ଗୋପାଳ ଯେଉଁମାନେ ବର୍ତ୍ତମାନ ଅଛନ୍ତି ଛଦ୍ମବେଶରେ,
ଯେଉଁ କୋଠ ଦଳ କଥା ପ୍ରଭୁ କହୁଛନ୍ତି। ଦଳ ତ ବହୁତ ଅଛି, ଗହଣ ଦଳ ଅଛି। ଆଚ୍ଛା ଏଠି ଗୋଟେ କଥା କୁହନ୍ତୁ, ପ୍ରଭୁ ତ ଆସିବେ ନିଶ୍ଚିନ୍ତ, ଗୁପ୍ତରେ ପ୍ରକଟ ହେବେ, ହଁ, ତେଣୁ ଭକ୍ତ ପ୍ରଭୁଙ୍କୁ ଖୋଜିବେ ନା ପ୍ରଭୁ ଭକ୍ତଙ୍କୁ ଖୋଜିବେ? ପ୍ରଭୁ ଖୋଜିବେ ଭକ୍ତକୁ, ଭକ୍ତ ପ୍ରଭୁଙ୍କୁ ଖୋଜିବେନି। ଜୟ ସେ ତ ଜଗନ୍ନାଥ। ପ୍ରଭୁକୁ ଧରିଛନ୍ତି, ସେ କାହିଁ ପ୍ରଭୁଙ୍କୁ ଖୋଜିବେ? ପ୍ରଭୁ ତାଙ୍କର ଭକ୍ତକୁ ଖୋଜିବେ, ଆଉ ଭକ୍ତଙ୍କୁ ସିଏ ଖୋଜିକି ସିଦ୍ଧାନ୍ତ କରିବେ। ଆଉ ତାଙ୍କ ମହିଷୀ ସ୍ୱରରେ ଭକ୍ତ ଛୁଟିକି ଯିବ ତା ପାଖକୁ, କିନ୍ତୁ ସିଏ ଭକ୍ତ ପାଖକୁ ଆସିବା ପାଇଁ ଭକ୍ତ ଚାହେଁ ନା, ଭକ୍ତ ଚାହେଁ ମୁଁ ଯଦି ତୋର, ତୁ ଯଦି ମୋର, ତୁ ମୋତେ ଡାକ, ମୁଁ ତତେ ଡାକୁଛି, ତୁ ମୋତେ ଡାକିକି ତୋ ପାଖକୁ ନେ। ତେଣୁ ଭକ୍ତ ସବୁବେଳେ ପ୍ରଭୁଙ୍କ ଡାକକୁ ଅପେକ୍ଷା କରିକି ଥାଏ, ପ୍ରଭୁ କେତେବେଳେ ଡାକୁଛନ୍ତି, ମୁଁ ଯିବି। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଶ୍ରୀ ଅଚ୍ୟୁତ, ଜୟ କଳ୍କିରାମ। ଯାହା ହଉ ଜୟ କଳ୍କିରାମ। ଆଜି ଅହୋଭାଗ୍ୟ ଆମେ ଜଣେ ଭକ୍ତଙ୍କ ଘରେ ପହଞ୍ଚିଛେ, ଆଉ ତାଙ୍କଠାରୁ କିଛି ମଧ୍ୟ ପରାମର୍ଶ ନେଲେ, ଆଉ ଶୁଣିବାକୁ ପାଇଲେ। ଯେଉଁ କଥା କହିଲେ, ସବୁ ଯୁଗରେ ଭକ୍ତ ଖୋଜିଛନ୍ତି ଭଗବାନଙ୍କୁ, ତେଣୁ ଏଇ ଯେଉଁ କଳ୍କି ଅବତାର ହେଇ ଆସିବେ ପ୍ରଭୁ, ତାଙ୍କୁ ତ କେହି ଜାଣିପାରିବେନି ବୋଲି କି ଚିହ୍ନି ପାରିବେନି ବୋଲି ଏ କଥା ମାଳିକା ବର୍ଣ୍ଣିତ ପ୍ରମାଣ ଅଛି। ତେଣୁ ପ୍ରଭୁ ଭକ୍ତଙ୍କୁ ଖୋଜିବେ, ଏହା ସତ୍ୟ। କାହିଁକି ନା ଗୋଟେ କଥା ମନେ ପଡ଼େ, ପିଲାଦିନର ଚାଟଶାଳୀ ପାଠରେ ପଢ଼ା ହେଉଥିଲା ଯେ ଠାବେ ଠାବେ ଗୋଳ ଚହଳ ସିଂହା ବେଣୁ ବଇଁଚି ୟା ହୋଇ ଦାଣ୍ଡେ ଦେଖରେ ଭକ୍ତ ଡାକନ୍ତି ଆସି। ତେଣୁ ଭକ୍ତ କବି ମଧୁସୂଦନ ଦାସ ସେଇ କଥା କହିଲେ ଯେ କି ଭକ୍ତ ଦାଣ୍ଡରେ ଭଗବାନ ଛିଡ଼ା ହେଇ ଡାକୁଛନ୍ତି, ରେ ଭକ୍ତ ତୁ ଘର ଭିତରେ ପଶି ରହନା, ଦାଣ୍ଡକୁ ଆସି ଟିକେ ଦେଖେ। ତେଣୁ ତାହାର ପ୍ରମାଣ ଯାହା ହଉ, ଆଜି ଜଣେ ଭକ୍ତ ଆମକୁ ଏଇ କଥା ମଧ୍ୟ କହିଲେ କି ପ୍ରମାଣ ଦେଲେ ଯେ ଭକ୍ତଙ୍କୁ କଳ୍କି ଖୋଜିବେ। ତେଣୁ ଜୟ ଜଗନ୍ନାଥ। ଆଜି ତ ସମୟ ହେଇଛି, ବାଣିକି ଏଇଠି ବିରାମ ଦେବା। ପୁଣି ଆମ ସହିତ ଯୋଡ଼ି ହେଇଥାନ୍ତୁ ଏଇ ମାଳିକା ଅନୁସନ୍ଧାନ ୟୁଟ୍ୟୁବ୍ ଚ୍ୟାନେଲରେ। ବହୁତ କଥା ଯାହା ଗୁପ୍ତ ଗୁପ୍ତ ତଥ୍ୟ ଆଉ ସଠିକ ମାର୍ଗ ଆପଣମାନଙ୍କ ଆଗରେ ଉପସ୍ଥାପନ କରିବୁ ଆଗାମୀ ଅଧ୍ୟାୟରେ। ଆମ ଚ୍ୟାନେଲକୁ ଦେଖୁଥାନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଚ୍ୟାନେଲକୁ ସେୟାର କରନ୍ତୁ ଏବଂ ସାଙ୍ଗସାଥି ଏବଂ ଆପଣାର ଲୋକ ଦେଖି ସେମାନଙ୍କୁ ଜଣାଉଥାନ୍ତୁ। ଆଉ ବେଶୀ ଦିନ ନାହିଁ, ସମୟ ନିକଟ। ତେଣୁ ପ୍ରଭୁଙ୍କ ସାନ୍ନିଧ୍ୟକୁ ଲାଭ କଲେ ଘୋର କଳିକାଳରୁ ତରିଯିବା। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଶ୍ରୀ ଅଚ୍ୟୁତ, ଜୟ ଶ୍ରୀ ଅଚ୍ୟୁତ, ଜୟ କଳିକିରାମ। ଜୟ କଳ୍କି। ହରି ଓମ୍।